सामने नमस्कार मु बादल आउे कुकिंग वीडियो को स्वागत। आज आमर छुट्टी आज आम रेसिपी करूनी। आज किए करेंगे चलो माँ आज माछ आज माछ कौन करें कहने आज माछ घाट करेंगे। चलतु आज ता मामा आज माछ घाट करेंगे। चलो देखिए कौन कौन कर सी केमती कौन कर आम तो किचन जाइना। चलो देखा किचन को जावा ये आसतु देखिए। हाय धन कौन कर आज तुम ड्यूटी ये देखो केमी आज माछ आम चली माछ भाजी चली ना साथ मसला मसला आज आज मैडम ड्यूटी आज कटाकटी फटाकटी अदा फदा कटाकटी करते ना कौन कर आज माछ मुड़ी घाट देखिए। चलतु हाँ ठीक अच्छे माछ आज मुड़ी घाट आज करेंगे। आज मैडम आम तो छुट्टी डाली पेट बसई सहित माछ चलो सामने देखिए भजा होती आउ रेसिपी स्टार्ट कला मुझे देखिए आप देखिए ଏବେ ମାଛ ବୋଧେ ହେଇଗଲାଣି ମାଛ ବା କେତେ ସୁନ୍ଦର ଭାବରେ ଭାଜି ଦେଇଛନ୍ତି। ମୋର କିନ୍ତୁ ଭଲ ଭାଜୁଛ ନା ଯାହା ଲେଡ଼ିଜ ଆଉ କେତେ ସୁନ୍ଦର ଭାବରେ ଭାଜି ଦେଇଛନ୍ତି। ମାଛ ପୁରା ଲାଲ ଲାଲ ଦେଖାଉଛି ପୁରା ମସ୍ତ କରି ଭଜା ହେଉଛି ପୁରା। ତା ସହିତ କ'ଣ ଆଳୁ ଫଳ କାଟି ଦେଖି ଟିକେ ରେଡ଼ି କରି ରଖିଛନ୍ତି କାଟି ନା। ଚାଲ ସାଙ୍ଗମାନେ ଦେଖିଲେ ଆଉ ସବୁ ତ ଏବେ ଚାଲିଛି ଭଜା ଭଜି ସାରିଲାଣି। ଆମେ ରେସିପି କରିବେ ବେସର ବେସର ଦେଇକି ବେସର ବେସର ବାଟି ଦେଇଛନ୍ତି ବେସର ନା କ'ଣଟା ଅଦା ରସୁଣ ଓହୋ ସେ ଅଦା ରସୁଣ ଆଉ ଚାଲ ସାଙ୍ଗମାନେ ଭାଜି ଦେଲେଣି କାଢ଼ିଦେବେ। ତାପରେ ନେକ୍ସଟ ରେସିପି କରିବାକୁ ଦେଖିବେ ଆଜି ଗୋଟେ ମସ୍ତ ରେସିପି କରିବେ ଆପଣ ନିଶ୍ଚୟ ଦେଖିବା ଫାଷ୍ଟ ଲାଷ୍ଟ ଦେଖେ। ଏବେ ଭଜା ତ ସରିଲାଣି ଆଉ ତା ଭିତରୁ କାଢ଼ିକି 3 ପିସ୍ ଖାଇସାରିଲାଣି। ଆମର ଏଇଟା ଗୋଟେ ବଡ଼ ବିଲେଇ ଯେ ଭାଜୁଛନ୍ତି ତା ସହିତ ଆମର ଛୋଟ ବିଲେଇ ଛୁଆ ଦେଖନ୍ତୁ କେମିତି ବସି ସିଏ ବି ଧରିକି 2 ପିସ୍ ଖାଉଛି। ଆଉ ମୁଁ ତ ଛାଡ଼ ମୋ ଭାଗ୍ୟ ତ ନାହିଁ ଆଉ ରାତି କିଛି ଦାୟିତ୍ୱ ତାଙ୍କର ମାନେ ସିଏ ଆଜି କେତେ ସୁନ୍ଦର ଭଜା ଦେଖନ୍ତୁ ଅଧେ ଖାଇସାରିଲେଣି ତା ଦେହରୁ ଖଣ୍ଡେ ଖାଇସାରିଲେଣି ଭଜା ନାହିଁ। ଚାଲନ୍ତୁ ଦେଖିଲେ ଅଧେ ଖାଇ ଦେଉଛନ୍ତି ରେସିପି କଲାବେଳକୁ ଅଳ୍ପ ଖଣ୍ଡେ ଥିବ ସେତିକି ଆପଣ ଦେଖିବେ ରେସିପି କରୁଛନ୍ତି ଆଉ ଦେଖିବେ ଆଉ ଡରି ଯାଉଛନ୍ତି ପୁରା ଫୁଟୁଛି ମାଛ ମୁଣ୍ଡଟା ନାହିଁ। ଏବେ ମାଛ ଭଜା ସହିତ ଆଳୁ ଭଜା ସେଇଥିରୁ ଚାଲିଛି ନାହିଁ। ମାଛ କାଢ଼ି ଦେଇଛନ୍ତି ତା ସହିତ ଆଳୁ କିଣି ଦେଇଛନ୍ତି ଆଳୁ ସିଏ ବେଶୀ ଭଲ ପାଇ ଖାଇବେ ନାହିଁ ଆଳୁ ଆମେ ଭଲ ପାଉନି ଏତେ ଆଉ କିନ୍ତୁ ମୋ ଝିଅ ଭଲ ପାଏ ନା ତ ଭଲ ପାଉନ ଆଳୁ ଖାଇବାକୁ ହଁ ହଁ। ଆଉ ଏବେ ଆଳୁ ଆଜି ଟୋଟାଲ୍ ଆଜି ମ୍ୟାଡ଼ାମ୍ ଆଜି ରୋଷେଇ କରିବେ ଆଜି ମାଛ ମୁଢ଼ି ଘାଣ୍ଟ ନା କ'ଣ କହୁଥିଲ ଆଉ ମୁଁ ସବୁ ଦେଖେଇବି ହେଲା ସବୁ ଦେଖିବି ଆଜି ବ୍ଲଗ୍ଟା କେମିତି ହେଇଛି ନିଶ୍ଚୟ କମେଣ୍ଟରେ ଜଣାଇବେ ଆପଣମାନେ। ଲୋଭ ସମ୍ଭାଳ ନ ପାରି ଆଉ କେମିତି ମା ଝିଅ ବସିକି ଚଲେଇଲେ ହଁ ଦେଖୁଛନ୍ତି ସାଙ୍ଗମାନେ କେତେ ଚିଟିଂ କରୁଛନ୍ତି ମୋତେ କହୁଛନ୍ତି ଖାଇବା ପାଇଁ ମୁଁ କେମିତି ଖାଇବି ସେମାନେ ମା ଝିଅ ଦେଖନ୍ତୁ ବସିକି ଲୋଭ ସମ୍ଭାଳ ପାଣି କିଲେ ମାଛ ଅଧେ ଖାଇଛନ୍ତି ବାକି ଅଧେ ଅଛି ସେଥିରେ ରେସିପି କରିବେ ନାହିଁ। ଏବେ ଆଳୁ ହେଇଗଲାଣି ନା ଆଳୁ କାଢ଼ିଦିଅ ଆଳୁ ପଡ଼ିଗଲାଣି ଆଳୁ କାଢ଼ିଦିଅ ଆଳୁ ପୁରା ବହୁତ ବଢ଼ିଆ ଭାବେ ଭାଜି ଦେଇଛନ୍ତି ପୁରା ଲାଲ ଲାଲ କରି ପୁରା ଆଜି ପୁରା ଝାକାସ ଖାଇବାଟା ହବ ନା ଆଜି ପୁରା ଝାକାସ କରି କରୁଛନ୍ତି ମନ ଧ୍ୟାନ ଦେଇକି କାହିଁକି ଦେଖିଲି ମାଛ ଯେତେ ସୁନ୍ଦର ଦେଖାଉଛି ତା ସହିତ ଆଳୁ ବି ସେତେ ସୁନ୍ଦର ଦେଖାଉଛି। ଚାଲନ୍ତୁ ଆଳୁ କାଢ଼ିଦେବେ କଢ଼ା ତ ହେଇଯାଇଛି ତେଲ ଦେଇଦେବ ତେଲ ଏଇଥିରେ ଦେଇଦେବେ ତେଲ କଢ଼େଇ ଗରମ ହେଲା ସହିତ ଛୁରୀ ଧରା ଶିଖିଛ ତମେ ଆରେ 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 ଯାହା ମନରେ ଏତେ ଦିନ ପରେ ଖୁସି ଦେଖିଛୁ ସାଙ୍ଗମାନେ ଛୁରୀରେ ଆଜି କାଟୁଛନ୍ତି ନାଇଁ ଛୁରୀ ଧରା ଶିଖିନଥିଲେ ପନିର କାଟୁଥିଲେ କିନ୍ତୁ ଏବେ ଶିଖିଗଲେ ଛୁରୀ ଧରାଟା କାଟିବେ ନା କ'ଣ। ଚାଲନ୍ତୁ ଦେଖିବା ଆଉ କଢ଼େଇ ତଳେ ବସି ଦେଇଛନ୍ତି ତେଲ ତେଲ ଦେଇଦେବୁ ନା କଢ଼େଇ ଗରମ ହେଲା ଦେଇଦେବେ ତେଲ ଦେଇଦେଉଛି ଏଇଥିରେ ଯେଉଁ ବଳକା ତେଲ ଥିଲା ସେଇକୁ ତେଲଟା ଆମେ ଏଥିରେ ଦେଇଦେବା ଅଳ୍ପ ଟିକେ ଅଛି ସେଥିରେ ଆମେ ଦେଇଦେବା ଆଉ ତେଲ ତ ଅଲରେଡ଼ି ଗରମ ଅଛି କିଛି ସମୟ ଛାଡ଼ିଦେବା ତେଲ ଟିକେ ଗରମ ହେଇଯାଉ ତେଲ ଗରମ ହେଇଗଲାଣି ଏଇଟା କ'ଣ କହିଲ ତେଜପତ୍ର ଏବେ ତେଜପତ୍ର ଗୋଟେ ପକେଇ ଦେଇଛନ୍ତି ତେଜପତ୍ର ସହିତ ଜିରା ବା ତାପରେ ଏବେ ଲଙ୍କା ଆଉ ପିଆଜ ବା ବହୁତ ବଢ଼ିଆ ଷ୍ଟାଇଲ୍ କରୁଛନ୍ତି ଛୁରୀରେ ପକାଉଛନ୍ତି ଦେଖିପାରୁଛନ୍ତି ମୁଁ ତ ହାତରେ ପକାଏ କିନ୍ତୁ ଏବେ ପିଆଜ ମସଲା ପକାଇଦେଲେ ଏବେ ଭଲ ଭାବେ ଖଡ଼ଖାଡ଼ କରିବେ କ'ଣ ଭଲ ଭାବେ ଖଡ଼ଖାଡ଼ ଖଡ଼ଖାଡ଼ କରିବେ ଏଠି ପୁରା ତାଙ୍କର ପୁଣି ଦେଖିପାରୁଛନ୍ତି ନଷ୍ଟିକ୍ ତାପରେ ହେଇନି ପୁରା ଆଉ ତାଙ୍କର ପୁରା ଷ୍ଟିଚ୍ ଚାମଚ ସହିତ ଲୁହା କଡ଼େଇ ନା ଲୁହା କଡ଼େଇ ପୁରା ଦେଶୀ କଡ଼େଇରେ ସେ କରିଥିଲେ ଦେଖୁন ସାଙ୍ଗମାନେ। ଆଉ ଆଗକୁ କ'ଣ କରୁଛନ୍ତି ପିଆଜ ରସୁଣ ଟିକେ ପିଆଜ ହବ ଛାଡ଼ କିଛି ସମୟ ନାଇଁ ତାପରେ ଆଗକୁ କେମିତି କ'ଣ କରୁଛନ୍ତି ଦେଖିବେ ଦେଖିବେ ତା ସହିତ ଟିକେ ହଳଦୀ ଗୁଣ୍ଡ ଦେଇଦେଲେ ନାଇଁ ଏବେ 1.5 ଚାମଚ ହଳଦୀ ଗୁଣ୍ଡ ତାପରେ ଟିକେ ଭଲ ଭାବେ କରିକି ଲୁହା କଡ଼େଇରେ ମିଶାଇ ଦେଲେ ନା କ'ଣଟା କହନ୍ତି ଲୁହା ଚାମଚରେ ତା ଦେହରେ ଟିକେ ଏବେ କାଶ୍ମୀର ଚିଲି ତାଦେହରେ ଟିକେ ଆଡ଼୍ କରିଦେଲେ କେତେ ସୁନ୍ଦର ଦେଖାଯିବା ପାଇଁ ନା। ଏବେ ଦେଖିଲେ ତା ଦେହରେ କାଶ୍ମୀର ଚିଲି ଦେଇଦେଲେ ଏବେ ଭଲ ଭାବେ ଟିକେ ଘାଣ୍ଟି ଦେବା। ଏବେ ଦେଖିଲେ କେତେ ସୁନ୍ଦର ଭାବେ ମିଶାଇ ଦେଉଛନ୍ତି କିନ୍ତୁ ତାଙ୍କ ଟେଷ୍ଟ ଅଲଗା ଆସିବ କାହିଁକି ମୁଁ ଜାଣିପାରୁଛି କଢ଼େଇ କରୁଛନ୍ତି ଦେଶୀ ଷ୍ଟାଇଲ୍ ମାନେ ଦେଖିଲେ ତାପରେ ଏବେ କ'ଣ ଦେଉଛନ୍ତି ଏବେ କ'ଣ ଦେବ ତାପରେ ଏବେ ଦେବା ମସଲା ମସଲା ଯେଟା ଅଦା ରସୁଣ ମସଲା ମସଲା ତା ସହିତ ଗୋଟେ କାଠ ମସଲା ବାଟି ଦେଇଥିଲି ଅଦା ରସୁଣ ମସଲା ସହିତ କାଠ ମସଲା ଗୋଟେ ପକେଇଥିଲେ ମସଲାକୁ କଲର୍ ଖାଇବନି କାଠ ମସଲା ପକେଇ ଦେବେ ମସଲା ଟିକେ ଅଲଗା ଦେଖାଯାଉଛି ନା ମୋତେ ବହୁତ ସୁନ୍ଦର ଦେଖାଯାଉଛି ମସଲା ଦେଖିଲେ ସାଙ୍ଗମାନେ ଆଉ କେମିତି ମସଲା ଦେଇଦେଲେ ତାକୁ ଟିକେ ଖୋସି ପାଚି ସବୁ ତା ଦେହରେ ଦେଇଦେଲେ ଆଉ ବାକି ରହିଲା ମସଲା କଷାଇ ସାରିଲା ପରେ ମୁଁ ଦେଖିବି ତା ଦେହରେ ପାଣି ଦେଇଦେବ ସେ ପାଣି ଟିକେ ଯେଉଁ ଧୋଇକି ତାକୁ ବି ଦେଇଦେଲେ ଏବେ ମସଲାଟାକୁ କଷି ଦେବା ଟିକେ ଆମେ ଫଟଫଟ କରିଦେବା ଟିକେ ଆମେ ଟିକେ ହାତ ବି ଫଟଫଟ କରିଦେବା ସାହାଯ୍ୟ କରିଦେବା ଟିକେ ନହେଲେ କହିବେ ତମ ଭିଡ଼ିଓରେ ସାହାଯ୍ୟ କରିଦେବା ଆମକୁ ଦେଖିଲେ ସାଙ୍ଗମାନେ ଆଉ ଅଲରେଡ଼ି ମସଲା କେତେ ସୁନ୍ଦର ଦିଶୁଛି ବାକି ମସଲା ହେଇଯାଉ ତାପରେ ନେକ୍ସଟ କ'ଣ କରୁଛନ୍ତି ମୁଁ ଦେଖେଇବି। ଏବେ କ'ଣଟା ମସଲା ହେଇଗଲାଣି ଟମାଟୋ ଦେବା ଏବେ ମସଲା ହେଇଗଲାଣି ତା ଦେହରେ ରଖିକି ବଡ଼ ବଡ଼ କରୁଛନ୍ତି ଟମାଟୋ ନା ମାନେ ମୁଁ ଯେତେ ଛୋଟ ଛୋଟ କରେ ତାଠୁ ଟିକେ ବଡ଼ ବଡ଼ କରୁଛନ୍ତି ଆଉ ଏଇ ତ ଟିକେ କଥା ଆଉ କ'ଣ ମୋ ରେସିପି ଏ ରେସିପି ଭିତରେ ଫରକ ମାନେ ଟିକେ ଫରକ ରହୁଛି ଆଉ ନା ତା ସହିତ ମେନ୍ ଜିନିଷ ଲୁଣ ଦିଆ ଏବେ ଲୁଣ ଦିଆହେଲା ନାହିଁ ବାସ୍ ଏବେ ଲୁଣ ଦେଇକି ଭଲ ଭାବେ ଘଣ୍ଟାଘଣ୍ଟି କରିକି ଛାଡ଼ି ଦେବେ ନା ଏବେ ଛାଡ଼ିଦେବେ ଟମାଟୋକୁ ଭଲ ଭାବେ କହୁନା ହବା ପର୍ଯ୍ୟନ୍ତ ଭଲ ଭାବେ ସିଝିଲା ପର୍ଯ୍ୟନ୍ତ ଆମେ ଛାଡ଼ିଦେବା। ହଉ ଠିକ୍ ଅଛି ନେକ୍ସଟ ଦେଖିବା ସିଝି ସାରିଲା ପରେ କ'ଣ କରୁଛନ୍ତି ଟମାଟୋ ହେଇଗଲାଣି ନା ଆଳୁ ପକେଇଦେବା ହେଲା ଆଳୁ ବା ଏବେ ଟମାଟୋ ସାଙ୍ଗରେ କେତେ ସୁନ୍ଦର ଆଳୁ ଗୁଡ଼ା ତ ମଟନ୍ ଭଳିଆ ଦେଖାଉଛି ନାଇଁ ଆଳୁ ଗୁଡ଼ା ଏତେ ସୁନ୍ଦର করে ଭାଜିଛନ୍ତି ଆପଣ ଦେଖିଲେ କହିବେ ମଟନ୍ ନା ଚିକେନ୍ ଏତେ ମାନେ କଲର୍ ଦେଖାଉଛି ବହୁତ ବଢ଼ିଆ ସୁନ୍ଦର ଲାଗୁଛି ଦେଖନ୍ତୁ କେମିତି ଏବେ ଛାଡ଼ିଦେବ ଟିକେ ଛାଡ଼ିଦେବା ମସଲା ସହିତ ମିକ୍ସ ହେବା ପାଇଁ ଆଳୁ ହଉ ଠିକ୍ ଅଛି ଏବେ ଛାଡ଼ିଦେବ ଗୋଟେ ମିନିଟ୍ ଗୋଟେ ଛାଡ଼ିଦେବା ଟିକେ ମସଲା ସହିତ ଆଳୁ ଟିକେ ମିଶିବ ଭଲ ଲାଗେ।
ଘାଣ୍ଟ ପାଇଁ ଆଉ ଗୋଟେ ବଢ଼ିଆ ଜିନିଷଟା କ'ଣ କହିଲ କ'ଣ ଦେବେ ସୋଲା ଏଇଟା ବୁଟ ଦେଖନ୍ତୁ ଆଉ ଆଳୁ ତ କଷେଇଗଲାଣି ତା ସହିତ ବୁଟ ଯାଇକି ରଖିଥିଲେ ପାଣିରେ ଭେଦେଇକି ସିଝେଇଥିଲା ନା ସିଝିଥିଲା ନା ଆମେ ଦେଇଦେବି ଅଳ୍ପ ସିଝେଇଥିଲା ଦୁଇଟା ସିଟି ମାରିଦେବି ଓହୋ ଆଉ ବୁଟ ଡାଲି ବୁଟ ତ ଆଉ ବୁଟ ନା ହଟରେ ବୁଟ ଏଇଟା ବୁଟ ଡାଲିଟା ଆଉ ତାକୁ ଆଗରୁ ମାନେ ପ୍ରେସରରେ ଆଗେ ଦୁଇଟା ସିଟି ମାରିକି ହାର୍ଡ଼ କରିଥିଲେ ପୁରା ନରମ କରିନଥିଲେ ଟାଣ କରିକି ଆଉ ତା ଭିତରେ ଦେବେ ଦେଖିଲେ ଏବେ ଦେଇଦେଲେ ବାକି କ'ଣ ଦେଉଛନ୍ତି ମୁଁ ଦେଖେଇବି କିନ୍ତୁ ଟେଷ୍ଟଟା ବହୁତ ବଢ଼ିଆ ବାଜି ଲାଗୁଛି ବୁଟଟା ବର୍ତ୍ତମାନ ମିକ୍ସ ହେଇଗଲାଣି ଗୋଟେ ବଢ଼ିଆ ଜିନିଷ ରଖିଛି ଦେଖିବ ଏଇଟା କ'ଣ କହିଲ ପୋଇ ପତ୍ର ଚାରିଟା ପୁଇ ହେଇଥିଲା ଆଉ ମାତ୍ର 4ଟା ପୋଇ ପତ୍ର ହଉ ଠିକ୍ ଅଛି ମୁଁ ଦେଖୁଛି ସାଙ୍ଗମାନେ ଆଉ ବୁଟ ସବୁ ସହିତ 4ଟା ମାତ୍ର ପୋଇ ବେଶୀ ନୁହଁ 4ଟା ପତ୍ର ପୁରା ନୂଆ ୟୁନିକ୍ ରେସିପିଟା କରୁଛନ୍ତି ନା ତା ସହିତ ଏବେ ରଖିଥିବା ମାଛକୁ କରିଦେବା ଏବେ ପକେଇଦେବା ସେଥିରେ ସବୁ ତ ଖାଇଲେ ତ ଦେଖନ୍ତୁ ସାଙ୍ଗମାନେ 2ଟା ମୁଣ୍ଡ ଅଛି 2ଟା ପିସ୍ ଅଛି ପୁରା ଟୋଟାଲ୍ କିଲେ ମାଛ ମାଛ ଖାଇଦେଲେ ଦେଖୁଛନ୍ତି ଆଉ ଏତିକି ଯାହା ଖାଇବ ଆମର ତ 3 ଜଣ ଲୋକ ଆଉ ଆସ୍ତେ ଆସ୍ତେ ବଢ଼ାଉ ଭଗବାନ କେମିତି ବାଡ଼ଉଛନ୍ତି କେମିତି ଦେଖିପାରୁଛନ୍ତି କେମିତି ଢଙ୍ଗ କରିକି ଦେଖିଲେ ସାଙ୍ଗମାନେ ଆଉ କେମିତି ମିଶଉଛନ୍ତି ଭଲ ମନ୍ଦ ଭାଙ୍ଗିକି ଆଉ ତାପରେ ଭାଙ୍ଗି ସାରିଲା ପରେ କଷିଲା ପରେ ମୁଁ ଦେଖିବି ତ କଷିଲେ ଭାଙ୍ଗିକି ଏଇଭଳିଆ କରିକି ନା କେତେ ସୁନ୍ଦର হবে ମାଛ ମୁଣ୍ଡ ତା ଲୁକଟା ବହୁତ ବଢ଼ିଆ ଦେଖାଉଛି ତରକାରୀର ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ ଆଉ ନିଶ୍ଚୟ ଦେଖନ୍ତୁ ସାଙ୍ଗମାନେ ଏବେ ତ କଷା ଅଛି ସରିଗଲାଣି ଡିସ୍ ନା ତା ବାକି ଟିକେ ପାଣି ଆଉ ଯାହା ଖାଇବା ଇଚ୍ଛା ମସଲା ହେଉଛି ଆସନ୍ତୁ ଖାଇବେ ହଁ ହଉ ନିଶ୍ଚୟ ସାଙ୍ଗମାନେ ଆଉ ଦେଖିଲେ ଆଜି କେମିତି କରୁଛନ୍ତି ମ୍ୟାଡ଼ାମ୍ କରୁଛନ୍ତି ରେସିପିଟା ବହୁତ ବଢ଼ିଆ ଲୁକ୍ ଦେଖାଉଛି ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ ଶେଷ ପର୍ଯ୍ୟନ୍ତ ସାଙ୍ଗମାନେ ଦେଖୁଥିବେ ନିଶ୍ଚୟ କମେଣ୍ଟ ଜଣାବେ ଏତେ କଷ୍ଟ କରିକି ଆଜି ମୁଁ ଭାଉଜଙ୍କୁ ଡାକି ଦିଆଜି ଆଉ ଯେଉଁ ମୋର ଭାଇମାନେ ସବୁ କହୁଥିଲେ ଭାଉଜଙ୍କୁ ଡାକ ଭଉଣୀମାନେ କହୁଥିଲେ ସେମାନେ ଏବେ ହେଇଗଲାଣି ଏବେ କ'ଣ କରିବେ ପାଣି ଦେବେ ମସଲା ତ ହେଇଗଲାଣି ବାକି ଟିକେ ଦେବେ ଲୁଣ ଏବେ ଟିକେ ସ୍ୱାଦ ଅନୁସାରେ ପାଣି ନା ଲୁଣ ସ୍ୱାଦ ଅନୁସାରେ ପାଣି ସ୍ୱାଦ ଅନୁସାରେ ପାଣି ବୋଲି ଲୁଣ ଟିକେ ସିଝିବା ପାଇଁ ଆମେ ଏମିତି ଢାଙ୍କ ଦେଇକି ଛାଡ଼ିଦେବା ଗୋଟେ ମିନିଟ୍ ଛାଡ଼ିଦେବା ଦେଖିବା ଚାଲନ୍ତୁ ବା ହେଇଗଲାଣି ନା ତ ମସଲାଟା ବଢ଼ିଆ ସେ ହେଇଗଲାଣି ପାଣି ଦେଇଦେବା ଯେତିକି ପାଣି ଦେବା କଥା ସ୍ୱାଦ ଅନୁସାରେ ପାଣି ଯେତିକି ଝୋଳ ଖାଇବା କଥା ନାଇଁ ଏବେ ପୁରା ଝୋଳ ଆମର ହେଇଗଲା ନା ଘାଣ୍ଟ ତ ହବ ଆଦରେ ଝୋଳ ପାଣି ମରି ପଡ଼ିକି ଶୁଣି ଏବେ ତାପରେ ପାଣି ଦେଇଦେଲେ ବାକି ହେଲା ପରେ ଏବେ ଢାଙ୍କ ଦେଇ କରିଦେବ ଟିକେ ତାକୁ ଫୁଟିଲା ପରେ ତାପରେ ଢାଙ୍କଣ ଦେବା ସାଙ୍ଗେ ସାଙ୍ଗେ ପାଣି ଏବେ ଦେଖନ୍ତୁ ପାଣି ତ ଦେଇଦେଲେ ଆଉ କିଛି ସମୟ ଛାଡ଼ିଦେବା ସେଠି ଫୁଟୁ ତାପରେ ଢାଙ୍କଣ ଦେବେ ଏବେ ଚାଲନ୍ତୁ ଦେଖିବା ଯୋଉ ଢାଙ୍କଣଟା ଘୋଡ଼ିଥିଲେ ୱାଓ କେତେ ସୁନ୍ଦର ଭାବେ ହେଇଗଲାଣି ଟିକେ ସ୍ଲୋ କର ଗ୍ୟାସଟା ଟିକେ ସ୍ଲୋ କର ଯାହା ହଉ ଆମର ମୁଢ଼ି ଘାଣ୍ଟ କ'ଣ ମୁଢ଼ି ଘାଣ୍ଟ ବା ମୁଢ଼ି ତ କାଇଁ ପଡ଼ିନି ଘାଣ୍ଟ କେମିତି ହେଲା ଦେଖିପାରୁଛନ୍ତି ଆଉ ଟେଷ୍ଟଟା ବହୁତ ବଢ଼ିଆ ଲାଗିବ ଆଉ ତା ସେଥିରେ ଆଉ ଏବେ କ'ଣ ଫିନିସିଂ ଟଚ୍ ଧନିଆ ପତ୍ର ଦେଇଦେବା ବାପରେ ଏବେ ଚାଲନ୍ତୁ ଆଉ ତରକାରୀ ଆମର ହେଇଗଲାଣି ଝୋଳ ଦେଖିବା ଆମେ ତ ଘରେ ଖାଇବା ଝୋଳ ଟିକେ ରଖ ଆମର ଘାଣ୍ଟ କଲେ ବହଳିଆ ଘାଣ୍ଟ ଦୋକାନ ଟିକେ ଝୋଳ ରଖିବା ଆପଣ ଚାହିଁଲେ ତାକୁ ଟିକେ ବହଳିଆ କରିଦେବେ ଆଳୁ ଫଳ ଟିକେ ବହଳିଆ ହେଇଯିବ କିନ୍ତୁ ଆମେ ଟିକେ ଝୋଳ କରି ଖାଇବା ଆଉ ଦେଖେ ସାଙ୍ଗମାନେ ଆଉ ରେସିପିଟା କେମିତି ବନେଇଦେଲେ ବହୁତ ସୁନ୍ଦର ଭାବେ ଏବେ ଧନିଆ ପତ୍ର ଦେଇଦେବେ ଏବେ ଦେଖିଲେ ଏବେ ବନ୍ଦ କରିଦେବେ ହେଇଗଲା ଏବେ ମୁଢ଼ି ଘାଣ୍ଟ କହିଦିଅ ମୁଁ ଟିକେ ବାଇଟା ଦେଇଦେବେ ଶୁଣି ଟିକେ ମୁଢ଼ି ଘାଣ୍ଟ କେମିତି ମୁଢ଼ି ଘାଣ୍ଟ ବର୍ତ୍ତମାନ ହେଇଗଲା ଯାହାର ଖାଇବା କିଛି ଅଛି ଆସନ୍ତୁ ଖାଇବେ ହଉ ଚାଲନ୍ତୁ ଦେଖିଲେ ସାଙ୍ଗମାନେ ଅଲରେଡ଼ି କମ୍ପ୍ଲିଟ୍ ହେଇଗଲା ଏବେ ସାଙ୍ଗମାନେ ଦେଖିଲେ ଆଉ ଆମ ଧର୍ମପତ୍ନୀ ଆଉ ବନେଇଦେଲେ ଆଉ କେତେ ସୁନ୍ଦର ଭାବେ ମାରିବ ନା କ'ଣ ଆଉ ମାଛ ମୁଢ଼ି ଘାଣ୍ଟ ମୋ ପିଉ ପାଇଁ ମୋ ପାଇଁ ଆଶା କରୁଛି ଭିଡ଼ିଓଟା ଭଲ ଲାଗିଲେ କ'ଣ କରିବେ ଲାଇକ୍ ସେୟାର ସବସ୍କ୍ରାଇବ ଏବଂ କମେଣ୍ଟ କରିବେ କେମିତି ହେଇଛି ଭିଡ଼ିଓଟି ତା ସହିତ ଦେଖନ୍ତୁ ପୋଡ଼ି ଓଲି ଟମାଟର ପୋଡ଼ା ହବ ଚାଲନ୍ତୁ ସାଙ୍ଗମାନେ ଆଉ ଦେଖିଲେ ନିଶ୍ଚୟ କମେଣ୍ଟ ଜଣାବେ ଆପଣମାନଙ୍କ କମେଣ୍ଟକୁ ରହିଲି ବାଏ ବାଏ ନମସ୍କାର ନମସ୍କାର। ନମସ୍କାର।